21 ସେପ୍ଟେମ୍ବର 2025 ରବିବାର ଦିନ ଲାଗିବା ପାଇଁ ଯାଉଛି ବର୍ଷର ଭୟଙ୍କର ସୂର୍ଯ୍ୟପରାଗ ବା ସୂର୍ଯ୍ୟଗ୍ରହଣ। ତେବେ ସୂର୍ଯ୍ୟପରାଗର ଏହି ସମୟରେ ଘରର ଏହି ଜାଗାରେ ରଖିଦିଅନ୍ତୁ 1 ଟଙ୍କିଆ କଏନ୍। ଜୀବନର ସମସ୍ତ ସମସ୍ୟାରୁ ମିଳିଯିବ ଆପଣଙ୍କୁ ମୁକ୍ତି ଏବଂ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିବ। ଏବଂ ଆପଣମାନେ ଯେଉଁ ବି କଷ୍ଟ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ବା ଋଣ କରଜରେ ବୁଡ଼ି ଯାଇଛନ୍ତି, ତେବେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଏହି ସୂର୍ଯ୍ୟପରାଗ ପରେ ଆପଣମାନେ ବନିଯିବେ କୋଟିପତି। କାହିଁକି ନା 21 ସେପ୍ଟେମ୍ବର ରବିବାର ଦିନ ଏମିତି ଏକ ଦୃଶ୍ୟ ଦେଖିବା ପାଇଁ ମିଳିବ ଯାହାକୁ ଦେଖିବା ପରେ ସମ୍ପୂର୍ଣ୍ଣ ଦୁନିଆ ଆଶ୍ଚର୍ଯ୍ୟ ହୋଇଯିବ ଏବଂ ତା ସହିତ କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ଦର୍ଶକ ବନ୍ଧୁ, 21 ସେପ୍ଟେମ୍ବର 2025 ରବିବାର ଦିନ ଲାଗିବା ପାଇଁ ଯାଉଛି ବର୍ଷର ଶେଷ ସୂର୍ଯ୍ୟପରାଗ। ଦର୍ଶକ ବନ୍ଧୁ, ଏହି ସୂର୍ଯ୍ୟପରାଗଟି କୌଣସି ସାଧାରଣ ସୂର୍ଯ୍ୟପରାଗ ହୋଇପାରିବ ନାହିଁ। କାହିଁକି ନା ଏଥର ସୂର୍ଯ୍ୟପରାଗଟି ଆଶ୍ୱିନ ଅମାବାସ୍ୟା ଦିନ ପଡ଼ିବା କାରଣରୁ ଏବଂ ଏହି ଦିନ ମହାଳୟ ଅମାବାସ୍ୟା ମଧ୍ୟ ରହିବା ପାଇଁ ଯାଉଛି, ଯାହାକି ଏକ ବହୁତ ବଡ଼ ବିରଳ ମହାସଂଯୋଗ ଅଟେ। ଯଦି ଆପଣଙ୍କର ବି ଧନଜନିତ ସମସ୍ୟା ଅଛି, ତେବେ ଏହି ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖିବେ। କାହିଁକି ନା ଏହି ସୂର୍ଯ୍ୟପରାଗରେ ଯେଉଁ ବି ଉପାୟକୁ କରାଯାଇଥାଏ ତାହାର 100% ଲାଭଫଳ ଖୁବ୍ ଶୀଘ୍ର ଦେଖିବା ପାଇଁ ମିଳିଥାଏ। ଯାହାକି ଏହା ସାଧାରଣ ସୂର୍ଯ୍ୟପରାଗ ନୁହେଁ, ଏହା 172 ବର୍ଷ ପରେ ପୁନର୍ବାର ଆସିବା ପାଇଁ ଯାଉଛି ଏବଂ ସମସ୍ତ ଜ୍ୟୋତିଷ ଏବଂ ବୈଜ୍ଞାନିକମାନେ ଏହି ସୂର୍ଯ୍ୟପରାଗକୁ ଅପେକ୍ଷା କରି ରହିଥିଲେ। ଆଶ୍ୱିନ ଅମାବାସ୍ୟାଟି ସେହିଦିନ ହୋଇଥାଏ ଯେଉଁଦିନ ମା ଲକ୍ଷ୍ମୀ ମର୍ତ୍ତ୍ୟମଣ୍ଡଳକୁ ବାସ କରିବା ପାଇଁ ଆସିଥାନ୍ତି ଏବଂ ମା ଲକ୍ଷ୍ମୀ ତାଙ୍କର ବାହନ ପେଚାକୁ ଧରି ଭ୍ରମଣ କରିଥାନ୍ତି। ଏଥର ସୂର୍ଯ୍ୟପରାଗଟି ଅତ୍ୟନ୍ତ ବିରଳ ଅଟେ, ଯାହାକି ପୃଥିବୀର ଅନେକ ଦେଶମାନଙ୍କରେ ଦେଖିବା ପାଇଁ ମିଳିବ। ଯଦି ଆପଣମାନେ ଏହି ସୂର୍ଯ୍ୟପରାଗରେ କେବଳ 1 ଟଙ୍କିଆ ମୁଦ୍ରାର ସଠିକ୍ ପ୍ରୟୋଗ କରିନିଅନ୍ତି, ତେବେ ଆପଣଙ୍କ ଜୀବନରେ ଯାହା ବି କିଛି କଷ୍ଟ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ବା ଋଣ କରଜରେ ଫସି ଯାଇଛନ୍ତି, ତେବେ ସେସବୁ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦରୁ ସମସ୍ତ ବିପଦ ଆପଣଙ୍କ ଠାରୁ ଦୂରେଇ ଯିବ ଏବଂ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ଉପାୟଟି କରିବା ପରେ ଆପଣଙ୍କ ଜୀବନକୁ ଏତେ ମାତ୍ରାରେ ଧନ ଆସିବ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କାହିଁକି ନା ଏହି ଉପାୟଟି କରିବା ପରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ଏବଂ ଆପଣଙ୍କ ଘରେ ଧନର ବର୍ଷା କରାଇବେ। ଦର୍ଶକ ବନ୍ଧୁ, ସୂର୍ଯ୍ୟପରାଗ ଦିନ କରାଯାଇଥିବା ଉପାୟ କେବେ ହେଲେ ବି ବିଫଳ ହୋଇନଥାଏ, ଯାହାକି 172 ବର୍ଷ ପରେ ବିରଳ ସୂର୍ଯ୍ୟପରାଗରେ ପରିଣତ ହେବାକୁ ଯାଉଛି। ଏହି ସୂର୍ଯ୍ୟପରାଗରେ ଆପଣମାନେ ଯେଉଁ ବି ଉପାୟକୁ ଥରେ ମାତ୍ର କରିନେବେ, ସେହି ଉପାୟରୁ ଆପଣଙ୍କୁ 1000 ଗୁଣ ଅଧିକ ଶୁଭଫଳ ପ୍ରାପ୍ତ ହେବ। 21 ସେପ୍ଟେମ୍ବର 2025 ରବିବାର ଦିନ ଲାଗିବା ପାଇଁ ଯାଉଥିବା ସୂର୍ଯ୍ୟପରାଗଟି ଆପଣଙ୍କ ଜୀବନରେ ବହୁତ ବଡ଼ ପ୍ରଭାବ ପକାଇବ। ଯଦି ଆପଣମାନେ ସୂର୍ଯ୍ୟପରାଗ ସମୟରେ କେବଳ 1 ଟଙ୍କିଆ ମୁଦ୍ରାର ସଠିକ୍ ପ୍ରୟୋଗ କରିନେଉଛନ୍ତି, ତେବେ ଆପଣଙ୍କ ଜୀବନରେ ବର୍ଷ ବର୍ଷର ଦୁଃଖ କଷ୍ଟ ଯନ୍ତ୍ରଣା ଧନଜନିତ ସମସ୍ୟା ସବୁକିଛି ଖୁବ୍ ଶୀଘ୍ର ଦୂର ହୋଇଯିବ। ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ନିଜ ଜୀବନରେ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। କାହିଁକି ନା ଏପରି ସୁଯୋଗ ଆପଣଙ୍କ ଜୀବନରେ ବାରମ୍ବାର ଆସିବ ନାହିଁ। ଯଦି ଆପଣମାନେ ଚାହୁଁଛନ୍ତି ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ସଦାସର୍ବଦା ବନି ରହୁ, ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଦ୍ୱାରା ଆପଣମାନେ ସମ୍ପୂର୍ଣ୍ଣ ବିଧିବିଧାନକୁ ବହୁତ ଭଲ ଭାବରେ ଜାଣିପାରିବେ। ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଗୋଟିଏ ଗୋଟିଏ ନିୟମକୁ ଭଲ ଭାବରେ ବୁଝାଇ କରି କହିବି। ଏହା ପୂର୍ବରୁ ଯଦି ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଆପଣମାନେ ସୂର୍ଯ୍ୟପରାଗ ସମୟରେ କେବଳ 1 ଟଙ୍କିଆ ମୁଦ୍ରାର ସଠିକ୍ ବିନିଯୋଗ କରିନେଉଛନ୍ତି, ଯାହାକି ଆମ ଶାସ୍ତ୍ରରେ ମଧ୍ୟ ମାନ୍ୟତା ଅଛି,
ତେବେ ଆପଣଙ୍କ ଜୀବନରେ ଯାହା ବି କିଛି କଷ୍ଟ ସମସ୍ୟା ଦେଖାଦେଉଛି କିମ୍ବା ଧନଜନିତ ସମସ୍ୟା ଦେଖାଦେଉଛି, ତେବେ ତାହା ଖୁବ୍ କମ୍ ସମୟ ମଧ୍ୟରେ ଆପଣଙ୍କ ଜୀବନରୁ ଦୂର ହୋଇଯିବ। ଆପଣମାନେ ଏହାକୁ କରିସାରିବା ପରେ ନିଜେ ହିଁ ଦେଖିବେ ଆପଣଙ୍କ ଜୀବନରେ କେତେ ମାତ୍ରାରେ ଧନର ବର୍ଷା ହେଉଛି। ଦର୍ଶକ ବନ୍ଧୁ, ଏହି ଉପାୟଟିକୁ ସମ୍ପୂର୍ଣ୍ଣ ବିଧିବିଧାନ ସହିତ କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ। ଆପଣଙ୍କର ବନ୍ଦ ପଡ଼ିଥିବା ବେପାର ପୁନର୍ବାର ଚାଲିବା ପାଇଁ ଲାଗିବ। ଆପଣଙ୍କ ନିକଟକୁ ଧନ ଆସିବାର ସମସ୍ତ ମାର୍ଗ ଖୋଲିଯିବ ଏବଂ ଆପଣଙ୍କର ଟଙ୍କା ପଇସାରେ ମଧ୍ୟ ବୃଦ୍ଧି ହେବ। ଦର୍ଶକ ବନ୍ଧୁ, ବିଶେଷ କରି ଏହି ଉପାୟଟି କରିବା ଦ୍ୱାରା ଯେଉଁମାନେ ଧନଜନିତ ସମସ୍ୟାରେ ଗତି କରୁଛନ୍ତି କିମ୍ବା ଋଣ କରଜରେ ବୁଡ଼ି ଯାଇଛନ୍ତି, ତେବେ ସେମାନଙ୍କୁ ତୁରନ୍ତ ହିଁ ମୁକ୍ତି ମିଳିଯିବ। ଦର୍ଶକ ବନ୍ଧୁ, ଏହି ସୂର୍ଯ୍ୟପରାଗରେ ଅନେକ ଗୁଡ଼ିଏ ଶୁଭଯୋଗ ଘଟିବା ପାଇଁ ଯାଉଛି। ତେବେ ଯଦି ଆପଣମାନେ ଏହି ଶୁଭଯୋଗରେ କିଛିଟା ଉପାୟକୁ ପାଳନ କରିନେବେ, ତେବେ ଆପଣଙ୍କ ଜୀବନରେ ହିଁ ଉନ୍ନତି ହେବ। ଯେତେବେଳେ ସୂର୍ଯ୍ୟପରାଗ ଲାଗିଥାଏ, ପରାଗର ସେନାପତି ମଙ୍ଗଳ, ସୂର୍ଯ୍ୟ, ଶନି ଏବଂ ରାହୁ ଏମାନେ ସାମ୍ନାସାମ୍ନି ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହି ସମୟରେ ଯେଉଁ ବି ଉପାୟକୁ ପାଳନ କରାଯାଏ, ସେହି ଉପାୟର ଚମତ୍କାରୀ ଶୁଭଫଳ ସଙ୍ଗେ ସଙ୍ଗେ ହିଁ ଦେଖିବା ପାଇଁ ମିଳିଯାଇଥାଏ। ସେଥିପାଇଁ ଅନେକ ଗୁଡ଼ିଏ ତାନ୍ତ୍ରିକ ଏବଂ ସାଧକମାନେ ବହୁ ବର୍ଷରୁ ଏହି ଗୋଟିଏ ଦିନକୁ ଅପେକ୍ଷା କରି ରହିଥାନ୍ତି। ଦର୍ଶକ ବନ୍ଧୁ, ଆଜିର ସମୟରେ ଯେଉଁମାନେ ଧନୀ ହୋଇପାରିଛନ୍ତି, ସେମାନେ ଏମିତି ହିଁ ଧନୀ ହୋଇନାହାନ୍ତି। ସେମାନେ ବି କିଛିଟା ଉପାୟକୁ କରିନେବା ଦ୍ୱାରା ରାତାରାତି କରୋଡ଼ପତି ହୋଇଯାଇଛନ୍ତି। ସେମାନେ ମଧ୍ୟ କିଛିଟା ବିଶେଷ ଦିନମାନଙ୍କରେ କିଛିଟା ବିଶେଷ ଉପାୟକୁ କରିନେବା ଦ୍ୱାରା ସେମାନଙ୍କର ଭାଗ୍ୟ ମଧ୍ୟ ଉନ୍ନତି ହୋଇପାରିଛି। ସେଥିପାଇଁ ଯଦି ଆପଣମାନେ ମଧ୍ୟ ଏହି ଉପାୟଟିକୁ କରିନେଉଛନ୍ତି, ତେବେ ଆପଣଙ୍କର ଭାଗ୍ୟ ମଧ୍ୟ ବଦଳିଯିବ। ତେବେ ଆପଣମାନେ କରୋଡ଼ପତି ମଧ୍ୟ ହୋଇପାରିବେ। ଆପଣଙ୍କର ନବଗ୍ରହ ଆପଣଙ୍କର ସାଥ ଦେବା ଆରମ୍ଭ କରିଦେବେ। କେବଳ ସେତିକି ନୁହେଁ, ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ସଦାସର୍ବଦା ବାସ ହେବ। ଆପଣଙ୍କ ଘରେ କେବେ ହେଲେ ବି ଧନ ଅନ୍ନର କମି ହେବ ନାହିଁ। ଦର୍ଶକ ବନ୍ଧୁ, ଏମିତି କିଛି ଉପାୟ ଅଛି ଯାହାକୁ ସଠିକ୍ ସମୟରେ କରିନେବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଉନ୍ନତି ଘଟିବ। ସେଥିପାଇଁ କେବଳ ଆପଣଙ୍କ ପାଇଁ ନୁହେଁ, ଆପଣଙ୍କ ପରିବାରର ଉନ୍ନତି ପାଇଁ ଥରେ ମାତ୍ର ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓର ଆଗରେ କୁହାଯାଉଥିବା ଉପାୟ ଗୁଡ଼ିକୁ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। ଦର୍ଶକ ବନ୍ଧୁ, ପ୍ରଥମ ଉପାୟଟି ହେଉଛି ଆପଣଙ୍କର ଧନଜନିତ ସମସ୍ୟାକୁ ଦୂର କରିବା ପାଇଁ ଏବଂ ଆପଣଙ୍କ ଘରକୁ ଧନର ଆଗମନ କରାଇବା ପାଇଁ। ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ଘରେ ଧନର ଅଭାବ କେବେ ହେଲେ ନ ହେଉ ଏବଂ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ସଦାସର୍ବଦା ହେଉ, ତେବେ ସୂର୍ଯ୍ୟପରାଗ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ରାତ୍ରି 10:39 ପୂର୍ବରୁ ଆପଣମାନେ ଗୋଟିଏ ପିତ୍ତଳର ଢାଳକୁ ନେବେ ଏବଂ ସେହି ପାତ୍ରରେ କିଛି ଗଙ୍ଗା ଜଳକୁ ଭରିଦେବେ ଏବଂ ସେହି ଗଙ୍ଗା ଜଳରେ ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ପକାଇଦେବେ। ଏହାପରେ ଆପଣମାନେ ସେହି ପାତ୍ରଟିକୁ ନେଇ ଆପଣଙ୍କର ଛାତ ଉପରକୁ ଚାଲିଯିବେ ଏବଂ ଆପଣମାନେ ସେହି ପାତ୍ରଟିକୁ ଏପରି ଜାଗାରେ ରଖିବେ ଯେଉଁ ଜାଗାରେ ଆପଣଙ୍କର କୌଣସି ଛାଇ ହେଉନଥିବ, ଅର୍ଥାତ୍ ଖୋଲା ଜାଗାରେ ହିଁ ସେହି ପାତ୍ରଟିକୁ ରଖିଦେବେ। ଏବଂ ସୂର୍ଯ୍ୟପରାଗଟି ଅମାବାସ୍ୟାରେ ପଡ଼ୁଥିବା କାରଣରୁ ମା ଲକ୍ଷ୍ମୀ ମଧ୍ୟ ମର୍ତ୍ତ୍ୟମଣ୍ଡଳରେ ଅବତରଣ କରିଥାନ୍ତି ଏବଂ ସୂର୍ଯ୍ୟପରାଗର ପରଦିନ ଅର୍ଥାତ୍ 22 ସେପ୍ଟେମ୍ବର ଦିନ ଆପଣମାନେ ଯେଉଁ ପାତ୍ରଟିକୁ ଛାତ ଉପରେ ରଖିଥିଲେ, ସେହି ପାତ୍ରଟିକୁ ଆଣି ସେହି ପାତ୍ରରୁ 1 ଟଙ୍କିଆ ମୁଦ୍ରାକୁ ବାହାର କରିଦେବେ ଏବଂ ଆପଣମାନେ ଯେଉଁ ଜାଗାରେ ଧନକୁ ରଖୁଛନ୍ତି, ସେହି ଧନ ରଖୁଥିବା ସ୍ଥାନରେ ସେହି 1 ଟଙ୍କିଆ ମୁଦ୍ରାକୁ ରଖିଦେବେ। କେବଳ ସୂର୍ଯ୍ୟପରାଗ ସମୟରେ ଏହି ଉପାୟଟିକୁ ପରୀକ୍ଷା କରି ଦେଖନ୍ତୁ। ଆପଣଙ୍କ ଜୀବନରେ ଯାହା ବି କିଛି ଧନଜନିତ ସମସ୍ୟା ଲାଗି ରହିଛି କିମ୍ବା ଋଣ କରଜରେ ବୁଡ଼ି ଯାଇଛନ୍ତି, ତେବେ ଖୁବ୍ ଶୀଘ୍ର ଆପଣଙ୍କୁ ସେସବୁରୁ ମୁକ୍ତି ମିଳିଯିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯେଉଁ ଉପାୟଟି ମୁଁ ଆପଣମାନଙ୍କ ଆଗରେ କହି ରଖିଲି, ଏହି ଉପାୟଟିକୁ ସୂର୍ଯ୍ୟପରାଗ ସମୟରେ କରିନେବା ଦ୍ୱାରା ଆପଣଙ୍କର 1 ମାସ ମଧ୍ୟରେ ସମସ୍ତ ଋଣ କରଜ ଶୁଝିଯିବ ଏବଂ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ମଧ୍ୟ ଖୋଲିଯିବ। ତା ସହିତ ସେହି 1 ଟଙ୍କିଆ କଏନ୍ଟି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ହୋଇଯିବ।
ଆପଣମାନେ ସେହି କଏନ୍ଟିକୁ ଯେଉଁ ଜାଗାରେ ରଖିବେ ସେହି ଜାଗାରୁ ହିଁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବା ଆରମ୍ଭ ହୋଇଯିବ। ଦର୍ଶକ ବନ୍ଧୁ, ଏହି ଉପାୟଟି ତନ୍ତ୍ରଶାସ୍ତ୍ରରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣିତ ଅଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ବିଷୟରେ। ଦ୍ୱିତୀୟ ଉପାୟଟିରେ ଆପଣମାନେ ଶୁକ୍ରଦେବଙ୍କର ଆଶୀର୍ବାଦକୁ ପାଇପାରିବେ ଏବଂ ଶୁକ୍ର ଗ୍ରହ ଧନର ଅଧିକାରୀ ହୋଇଥାନ୍ତି। ଶୁକ୍ର ଗ୍ରହଙ୍କର ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ହୋଇଥାଏ। ଶୁକ୍ରଦେବଙ୍କର ଆଶୀର୍ବାଦ ଯେଉଁ ବ୍ୟକ୍ତିଙ୍କ ଉପରେ ରହିଯାଇଥାଏ ସେହି ବ୍ୟକ୍ତି ଧନଜନିତ ଯେଉଁ ବି ନିଷ୍ପତ୍ତି ନେଇଥାନ୍ତି ଶୁକ୍ରଦେବ ସେମାନଙ୍କ ସାଥିରେ ସଦାସର୍ବଦା ରହିଥାନ୍ତି। ଦର୍ଶକ ବନ୍ଧୁ, ଯେଉଁ ଉପାୟଟି ମୁଁ ଆପଣମାନଙ୍କୁ ବତାଇବା ପାଇଁ ଯାଉଛି ଧନୀ ଲୋକମାନେ ମଧ୍ୟ ସେହି ଉପାୟଟିକୁ କରି ଧନବାନ ହୋଇପାରିଛନ୍ତି। ଯାହାକି ଏହି ଉପାୟଟି ବହୁତ ସରଳ ହେଲେ ମଧ୍ୟ ଅତ୍ୟନ୍ତ ଚମତ୍କାରୀ ହୋଇଥାଏ। ଦର୍ଶକ ବନ୍ଧୁ, ସୂର୍ଯ୍ୟ ପରାଗ ଦିନ ପରାଗ ଲାଗିବା ପୂର୍ବରୁ ଆପଣମାନେ ସ୍ନାନ କରିନେବେ ଏବଂ ଲାଲ ରଙ୍ଗର ବସ୍ତ୍ରକୁ ପରିଧାନ କରିନେବେ। କାହିଁକି ନା ମା ଲକ୍ଷ୍ମୀଙ୍କୁ ଲାଲ ରଙ୍ଗ ବହୁତ ପସନ୍ଦ ହୋଇଥାଏ। ଆପଣମାନେ 1 ଟଙ୍କାର 2ଟି କଏନ୍କୁ ନେବେ ଏବଂ ସେହି 2ଟି କଏନ୍କୁ ନେଇ ଆପଣଙ୍କର ଠାକୁର ଘରକୁ ଚାଲିଯିବେ ଏବଂ ସେହି 2ଟି କଏନ୍କୁ ଆପଣଙ୍କର ହାତରେ ରଖି ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 11 ଥର ଜପ କରିବେ। କାହିଁକି ନା ମା ଲକ୍ଷ୍ମୀଙ୍କୁ 11 ସଂଖ୍ୟାଟି ବହୁତ ପ୍ରିୟ ହୋଇଥାଏ ଏବଂ ସେହି ବୀଜ ମନ୍ତ୍ରଟି ହେଉଛି ଓଁ ମହାଲକ୍ଷ୍ମୀସ୍ୟ ନମଃ। ଏହାପରେ ଆପଣମାନେ ଗୋଟିଏ କଏନ୍କୁ ଆପଣଙ୍କର ପର୍ସରେ ରଖିବେ ଏବଂ ଦ୍ୱିତୀୟ କଏନ୍ଟିକୁ ଆପଣମାନେ ଯେଉଁ ଘରେ ଅଧିକ ସମୟ ଅତିବାହିତ କରୁଥିବେ ସେହି ଘରେ ରଖିଦେବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ସୂର୍ଯ୍ୟ ପରାଗ ଦିନ ଏହି ଉପାୟଟି କରିଦେଉଛନ୍ତି ତେବେ ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ହୋଇଯିବେ ଏବଂ ଆପଣଙ୍କ ଜୀବନକୁ ଧନ ଆସିବାର ରାସ୍ତା ମଧ୍ୟ ଖୋଲିଦେବେ। ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ନିଜ ଜୀବନର ଉନ୍ନତି ପାଇଁ ଏହାକୁ କେବେ ହେଲେ ବି ହାତଛଡ଼ା କରିବେ ନାହିଁ। କାହିଁକି ନା ଏହି ବିରଳ ସୂର୍ଯ୍ୟ ପରାଗଟି ଆପଣଙ୍କ ଜୀବନରେ ପୁନର୍ବାର ଆସିବ ନାହିଁ। ସେଥିପାଇଁ ଏହି ସୁବର୍ଣ୍ଣ ସୁଯୋଗଟିକୁ ଜମାରୁ ହେଲେ ହାତଛଡ଼ା କରନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ଉପାୟ ବିଷୟରେ। ଏହି ଉପାୟଟି ସେହିମାନଙ୍କ ପାଇଁ ଯେଉଁମାନଙ୍କର ବ୍ୟାପାର ବାଣିଜ୍ୟଟି ବହୁତ ଲସ୍ରେ ଚାଲୁଛି କିମ୍ବା ସେମାନଙ୍କର ବ୍ୟାପାର ବାଣିଜ୍ୟ ବନ୍ଦ ହୋଇଯାଇଛି। ସେମାନେ ସେହି ବ୍ୟାପାର ବାଣିଜ୍ୟରୁ ଲାଭ କରିପାରୁନାହାନ୍ତି। ଯେଉଁମାନଙ୍କର ବ୍ୟାପାର ବାଣିଜ୍ୟଟି ଭଲ ଚାଲୁନାହିଁ ସେମାନଙ୍କର ବ୍ୟାପାର ବାଣିଜ୍ୟ ମଧ୍ୟ ଭଲରେ ଚାଲିବା ପାଇଁ ଲାଗିବ। ଦର୍ଶକ ବନ୍ଧୁ, 21 ସେପ୍ଟେମ୍ବର ସୂର୍ଯ୍ୟ ପରାଗ ଦିନ ଆପଣମାନେ ନିଜ ଠାକୁର ଘରକୁ ଯିବେ ଏବଂ ଠାକୁର ଘରେ ଗୋଟିଏ ଲାଲ ରଙ୍ଗର କପଡ଼ାକୁ ବିଛାଇ ଦେଇ ସେହି କପଡ଼ାରେ 1 ମୁଠି ଧନିଆକୁ ରଖିବେ ଏବଂ ସେହି ଧନିଆ ଉପରେ ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ରଖିଦେଇ ତାହାର ଗୋଟିଏ ପୁଟୁଳିକୁ ପ୍ରସ୍ତୁତ କରିବେ ଏବଂ ସେହି ପୁଟୁଳିଟିକୁ ହାତରେ ରଖିଦେଇ ଏହି ମନ୍ତ୍ରଟିକୁ ଜପ କରିବେ ଏବଂ ସେହି ମନ୍ତ୍ରଟି ହେଉଛି ଓମ୍ ଶ୍ରୀ ଶ୍ରେୟା ନମଃ। ଏହି ମନ୍ତ୍ରଟିକୁ 11 ଥର ଜପ କରିବେ। ଏହାପରେ ସେହି ମନ୍ତ୍ରଟିକୁ ଉଚ୍ଚାରଣ କରିସାରିବା ପରେ ଆପଣଙ୍କର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ନେଇ ସେହି ପୁଟୁଳିଟିକୁ ରଖିଦେବେ। ଏହି ଉପାୟଟିକୁ କରିନେବା ପରେ ଆପଣ ନିଜେ ଦେଖିବେ ଆପଣଙ୍କ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ କେତେ ମାତ୍ରାରେ ଉନ୍ନତି ହେଉଛି ଏବଂ ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦରୁ ଆପଣଙ୍କର ବେପାରଟି ବହୁତ ଭଲରେ ଅଗ୍ରସର ହେବ। ଏହି ଉପାୟ ବିଷୟରେ ତନ୍ତ୍ରଶାସ୍ତ୍ରରେ ସଫା ସଫା ବର୍ଣ୍ଣିତ ଅଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଚତୁର୍ଥ ଉପାୟ ବିଷୟରେ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ନବଗ୍ରହ ମଜବୁତ ହେବା ସହିତ ଆପଣଙ୍କୁ ଧନ ମିଳିବାର ମାର୍ଗ ମଧ୍ୟ ଖୋଲିଯିବ। ଆପଣଙ୍କ ଭାଗ୍ୟରେ ଉନ୍ନତି ଘଟିବ। ଦର୍ଶକ ବନ୍ଧୁ, ସୂର୍ଯ୍ୟପରାଗ ସମୟରେ ଆପଣମାନେ ଗୋଟିଏ ଧଳା ରଙ୍ଗର କପଡ଼ାକୁ ଆଣିବେ ଏବଂ ସେହି କପଡ଼ା ଉପରେ ଗୋଟିଏ ତାଲା ଚାବିକୁ ରଖିବେ ଏବଂ ସେହି ତାଲା ଚାବିରେ ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ରଖିଦେଇ ତାହାର ଗୋଟିଏ ପୁଟୁଳିକୁ ପ୍ରସ୍ତୁତ କରିବେ। ଦର୍ଶକ ବନ୍ଧୁ, ଏହାପରେ ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଆପଣଙ୍କ ଛାତ ଉପରେ ରଖିଦେବେ। ଦର୍ଶକ ବନ୍ଧୁ, ଏହି ସୂର୍ଯ୍ୟପରାଗଟି ଆମର 21 ସେପ୍ଟେମ୍ବର ରାତ୍ରି 10:39 ଆରମ୍ଭ ହୋଇ ରାତ୍ରି 3:23ରେ ସମାପନ ହେବ। ଆପଣମାନେ ସେହି ତାଲା ଚାବିଟିକୁ ନେଇ ରାତ୍ରି 10:39 ପୂର୍ବରୁ ଆପଣଙ୍କର ଛାତ ଉପରେ ରଖିଦେବେ
एवं सूर्यपरागर परदिन अर्थात 22 सेप्टेम्बर दिन आपण माने सेई ताला चाबी को नहीं कौनसी एक मंदिर रे पूजकों को देदेवे। जदि आपण माने सूर्यपरागर यही समय रे यही उपायटी करि नेउछंती तेबे विश्वास रखंतो आगामी दिन मानकरे आपणकर भाग्य परिवर्तन होइजिबा एवं आपणकर बंद होई रहिथिबा भाग्यर ताला मध्य खोली जिबा। जेउमानकर भाग्य खराब थिला सेमानकर भाग्य मध्य सेमानकर साथ देवा आरंभ करिदेब। ता सहित आपणकर नवग्रह मध्य मजबूत होई जिबे एवं लक्ष्मी नारायणकर आशीर्वाद मध्य आपणक उपरे सदा सर्वदा रहिब। दर्शक बंधु मु आपण मानक आगरे जेउ सब उपाय को कहि रखिली आपण माने निज जीवन रे उन्नति करिबा पई एहार थरे मात्र परीक्षा करि देखिबे। दर्शक बंधु वीडियोर शेष रे केवल एतिकी कहिबी एही सूर्य परागटी आमर भारत रे देखा जीव नाही। जदिओ आम भारत रे सूर्य परागटी पालनीय नुहे किंतु यह संपूर्ण विश्व उपरे एहार प्रभाव पकाई थाए। सेथिपाई आपण माने एही विरल महासंजोग रे एही उपायटी को करिनेबा द्वारा आपणकर ही मंगल हेब। तेबे दर्शक बंधु जदि आपण माननको एही वीडियोटी भल लगी थाए वीडियोटी को लाइक करी कमेंट बॉक्स रे जय मां लक्ष्मी जय जगन्नाथ अवश्य लिखि दियंतो। चैनल टी रे नुआ थिले चैनल टी को सब्सक्राइब करि दियंतो।